ସବୁ ପ୍ରଥମ ସନ୍ତାନ ସନ୍ତତି ମାନଙ୍କୁ ମୋର ପ୍ରଥମାଷ୍ଟମୀର ସ୍ନେହ ଶୁଭେଚ୍ଛା ଅଭିନନ୍ଦନ ଆଉ ଶୁଭାଶିଷ। ମୋ ବଡ଼ ପୁଅ ତ ଜାଙ୍ଗୁଲୁ, ମୁଁ ତାକୁ ଜୀବନ ସାରା ପ୍ରଥମାଷ୍ଟମୀରେ ନୂଆ ନ ପିନ୍ଧିବାର ଦେଖିଲେ କେମିତି ସମ୍ଭାଳିବି। ହେଲେ ଏବେ ତାକୁ ନୂଆ ପିନ୍ଧିବାକୁ ଭାରି ଖୁସାମତ କରିବାକୁ ପଡ଼େ। କେଉଁଦିନୁ କହିଥିଲି ବାପାରେ ଚାଲ ତୋ ପାଇଁ ଟିକେ ଡ୍ରେସ୍ କିଣି ଆଣିବା, ସେ ଠିକ୍ ଅଷ୍ଟମୀ ପୂର୍ବ ଦିନ ହିଁ କହିଲା ଚାଲ ଯିବା। ମା ପୁଅ ଯାଇ ପାଖ ଦୋକାନରୁ ଡ୍ରେସ୍ କିଣିକି ବାହାରୁଛୁ। ବାହାରେ ଦେଖିଲା ବେଳକୁ ଏଡ଼େ ଗହଳି କ'ଣ କହିବି। ଏବେ ଯୁଆଡ଼େ ଗଲେ ବଡ଼ ଅସୁବିଧା। ସେଇଥିପାଇଁ ମୋ ପୁଅ ମୋତେ କହେ, ବୋଉଲ ଭଲ ମନ୍ଦ ଦିନରେ ଯୁଆଡ଼େ ଗଲେ ନା ମୋଟେ 4 ହ୍ୱିଲରରେ ଯିବନି, ବାଇକ୍ରେ ଗଲେ ଚଳିବ। ଆଉ 4 ହ୍ୱିଲରରେ ଗଲେ ତ ନାମ। ଆଉ ଏ କଥାଟା କ'ଣ ସତ? ଆପଣମାନେ ଯିଏ ବାହାରେ ବୁଲୁଛନ୍ତି ଜାଣୁଥିବେ। ମୁଁ ତ ସବୁବେଳେ ଟେକା ବୁହା ଲୋକ। ମୋତେ ପିଲାମାନେ କେଉଁଠି ନେଇ ଛାଡ଼ି ଦେଉଛନ୍ତି, ପୁଣି କେଉଁଠୁ ଘରକୁ ନେଇ ଆସୁଛନ୍ତି। ମୁଁ ନିଜେ କ'ଣ କେଉଁ ଦାୟିତ୍ୱ କରୁଛି? ସେମାନେ ଯାହା କହୁଛନ୍ତି ସେଇ ଅନୁସାରେ ଚଳୁଛି। ମା ପୁଅ 15 ମିନିଟ୍ ଭିତରେ ତାର ଡ୍ରେସ୍ ପଟା କିଣା ସରିଗଲା। ହେଲେ କ'ଣ ହବ, ଭିତରେ ଯେତେ ତରତର ହେଲେ ବି ବାହାରେ ଆସିକି ନାମ ନେଲୁ। ପ୍ରବଳ ଗହଳି। ଯାହା ବି ହଉ ସୁବିଧାରେ ଆସି ଘରେ ପହଞ୍ଚିଲୁ। ମନରେ ଭାବିଥିଲି ଏ ବର୍ଷ ଅଷ୍ଟମୀଟା ଅତି ଆନନ୍ଦରେ କଟିବ। ଅଷ୍ଟମୀ ତ ଆନନ୍ଦରେ କଟିଲା, କିନ୍ତୁ ଅତି ଆନନ୍ଦରେ ନୁହେଁ। ହେଲେ କାହିଁକି ଅତି ଆନନ୍ଦରେ କଟିଲାନି ସେଇଟା ବି କହିଦେଉଛି। ଘରେ ସମସ୍ତଙ୍କର ଦେହ ପା ଭଲ ଥିଲେ ହିଁ ମନ ଖୁସି ରହେ। 3-4 ଦିନ ପୂର୍ବରୁ ଯେମିତି ଥଣ୍ଡା ପଡ଼ିବା ଆରମ୍ଭ ହେଲା, ଆମ ଗୁଟୁ ଆଉ କୁନିର ଦାନ୍ତ ବିନ୍ଧା ଆରମ୍ଭ ହୋଇଗଲା। ମୁଁ ତ ବଡ଼ ଚିନ୍ତିତ ହୋଇପଡ଼ୁଛି। ପ୍ରକୃତରେ ଦାନ୍ତଟା ମାନେ ପାରମ୍ପରିକ ରୋଗ ନା ମିଠା ଖାଇଲେ ହୁଏ, ମୁଁ କୌଣସି ସତ୍ୟରେ ଉପନୀତ ହୋଇପାରୁନି। ଛୋଟ ଛୁଆ ଦିହେଁ ଦାନ୍ତ ବିନ୍ଧୁଛି କହିଲେ ଗୁଟୁର ବି ରାତିରେ ଦାନ୍ତ ବିନ୍ଧିଲା, ଏଣେ କୁନିର ବି ବିନ୍ଧିଲା। ତେଣୁ ଆମେ ଠିକ୍ କଲୁ ତାଙ୍କୁ ନେଇ କୌଣସି ଦାନ୍ତ ଚିକିତ୍ସାଳୟରେ ଦେଖେଇବୁ। ଦୁହଁଙ୍କୁ ନେଇ ଦେଖେଇଲା ବେଳକୁ ସେମାନଙ୍କର ଦାନ୍ତ ସବୁ ପୋକ କାଟିଛି। ଆଉ କୁନିର ତ ଏତେ କମ୍ ବୟସ, ତାର ତ ଦାନ୍ତ ଉପାଡ଼ ହେବନି, ତାର କ'ଣ ରୁଟ୍ କ୍ୟାନେଲ ହେବ ନା କ'ଣ ଫିଲିଂ ହେବ। ଆଉ ଗୁଟୁର 2ଟା ଦାନ୍ତ ଉପଡ଼ା ହେବ। ଆମେ ମନେ ମନେ କଥା ହେଇଗଲୁ ଯେ କ'ଣ କରିବା, ଅଷ୍ଟମୀଟା ଯାଇସାରୁ, ଅଷ୍ଟମୀଟା ଗଲେ ସେମାନଙ୍କର ଦାନ୍ତ କାମ କରିବା। ଛୋଟ ଛୁଆ ଗୁଡ଼ା ଅଷ୍ଟମୀରେ ଯଦି ଦାନ୍ତ ଫାନ୍ତ ଉପାଡ଼ିକିରି ଅସୁସ୍ଥ ହେଇଥିବେ ଆଉ ଭଲ ଲାଗିବ କି? ଆଜିକାଲି ତ ଆପଣମାନଙ୍କର ସବୁ ଛୁଆମାନେ ହିଁ ପଢ଼ୁଆଁ। ଆମ ବେଳେ ସିନା 3-4ଟା ପୁଅ ଝିଅ ହେଉଥିଲେ ଯେ ତା ଭିତରୁ ଜଣେ ହିଁ ବଡ଼ ଥିଲା, ତାର ଅଷ୍ଟମୀ ହେଉଥିଲା। ଆମର ଗୁଟୁ ପଢ଼ୁଆଁ, ସୁଲୁ ପଢ଼ୁଆଁ, ନିଣ୍ଟୁ ପଢ଼ୁଆଁ, କେବଳ କୁନିଟା ନୁହଁ। କଥାରେ ତ ଅଛି ଦୁଆ ପଢ଼ୁଆ ଉଭୟଙ୍କ ପାଇଁ ଲୁଗାପଟା ହୁଏ। କାହିଁକିନା ଛୋଟ ପିଲାଟି ବୁଝେ ନାହିଁ। ତେଣୁ ଆମ ଘରେ ଜାଣ ସମସ୍ତେ ପଢ଼ୁଆଁ, ଆଉ କେବଳ କୁନିଟା ନୁହଁ। ଆଉ ଆମେ ଦିହେଁ ନୁହଁ। ହେଲେ ମୋ ପୁଅ ତ ପଢ଼ୁଆଁ। ମୋର ଝିଅର ଜନ୍ମଦିନ ବି ପଢ଼ୁଆଷ୍ଟମୀରେ। ସକାଳୁ ଦେଖୁନାହାନ୍ତି ଶୀତରେ ସେ କେମିତି ଗୁଞ୍ଜି ଗାଞ୍ଜି ହେଇ ବସିଥିଲା। ସେଇଦିନ ହିଁ ଫୋନ୍ ଆସିଲା ଯେ ତାର ଦାନ୍ତ କାମ ଆଜି ହେବ। କ'ଣ କରିବୁ? ଡାକ୍ତର ଆସିକି କହିଲେଣି କରିଦେବାକୁ। ପୁଣି କାଳେ ବେଶୀ ଡେରି ହେଇଯିବ, ଛୁଆଟା ବେଶୀ କଷ୍ଟ ପାଇବ। ସେଠୁ ଇଚ୍ଛା ନଥାଇକି ବି ପଢ଼ୁଆଷ୍ଟମୀ ଦିନ ପୂର୍ବ ରାତିରେ ତାକୁ ନେଇକରି ଗଲି। ଦେଖନ୍ତୁ ସେ କେତେ ସୁନ୍ଦର ସାହସିକତାର ସହିତ ଦେଖେଇଲା। ଆଉ ଯିଏ ନିଜେ ନ ଦେଖିଥିବ ସେ ବିଶ୍ୱାସ କରିପାରିବନି ଯେ ଏଡ଼େ ଟିକେ ଛୁଆ କେମିତି ସେ କଥା ମାନିକି ସେଠି ଦେଖେଇଲା। ଯାହା ବି ହଉ ସେଠି ସିନା ଭଲରେ ଦେଖେଇଲା, ତା ଦାନ୍ତ କାମ କରିକି ମୁଁ ଧରିକି ଆସିଲି ଭାରି। ଆମକୁ ଦୀପ୍ତି ନେଇ ଛାଡ଼ିଦେଲା, ଜାଙ୍ଗୁ ଯାଇକି ନେଇ ଆସିଲା। ମୁଁ ଲିପିକୁ ନେଲିନି। ପ୍ରକୃତରେ ମାଆକୁ ଦେଖିଲେ ନା ସହନ ଶକ୍ତି ଏତେ ଆସେ ନାହିଁ। ସେଥିପାଇଁ ମୁଁ ହିଁ ତାକୁ ନେଇକି ଯାଇଥିଲି। ପ୍ରକୃତରେ ସିଏ ବି ଖୁବ୍ ସୁନ୍ଦର ଭାବରେ ଦେଖେଇଲା। ଆଉ ଦାନ୍ତ କାମ କରିକି ଆସିଲି। ହେଲେ ରାତିରେ ସିଏ ଯେ ଏତେ କଷ୍ଟ ପାଇବ ଏ ଧାରଣା ନଥିଲା। ରାତି ସାରା କାନ୍ଦିଲା। ବୋଧେ ତାର ସେ ଯେଉଁ ଆନେସ୍ଥେସିଆ କମିଯିବାରୁ ସିଏ ଏତେ କଷ୍ଟ ପାଇଲା। ଏମିତି ହେଇକି ରାତିଟା ବଡ଼ କଷ୍ଟରେ ବିତିଲା। ରାତି ପାଇଲେ ତ ଅଷ୍ଟମୀ। ସୁଲୁକୁ ଜ୍ୱର, କୁନି ରାତି ସାରା କାନ୍ଦି କାନ୍ଦି ଶୋଇଛି। ତେଣୁ ସକାଳୁ ଅଷ୍ଟମୀର ମୁଡ଼୍ଟା ଟିକେ ବିଗିଡ଼ିଗଲା। ମୁଡ଼୍ ବିଗିଡ଼ିଗଲା ବୋଲି କ'ଣ ବିଧିବିଧାନ ନ ହେବ? ଆଜିକାଲି ତ ଏତେ ଛୁଟି ନାହିଁ। ଜାଙ୍ଗୁ ଆସିକି କହିଲା ମୋର ଆଦୌ ଛୁଟି ନାହିଁ। ହେଲେ ବି ଯାହା ହଉ, ଆଉ ତାର ନୂଆ ଡ୍ରେସ୍ ପଟା ପିନ୍ଧି ସିଏ ଆସି ଟିକେ ହଳଦୀ ପତ୍ର ପିଠା ଖାଇ ଚାଲିଗଲା। ବହୁତ ଜଣ ହଳଦୀ ପତ୍ରର ବାସ୍ନା ଭଲ ଲାଗେ ନାହିଁ କହି ସେ ପିଠା ଖାଆନ୍ତି ନାହିଁ। କିନ୍ତୁ ମୋର ସମସ୍ତଙ୍କୁ ଅନୁରୋଧ, ଏଇ ଦିନରେ ହଳଦୀ ପତ୍ର ପିଠାଟା ଖାଇଲେ ଦେହ ପ୍ରତି ବହୁତ ଉପକାରୀ। ଆମର ଯେତେ ପ୍ରଥା ପରମ୍ପରା ସବୁ ଭିତରେ କିଛି ନା କିଛି ତଥ୍ୟ ରହିଛି। ଏକଥା ମୁଁ ଆଗରୁ ଆପଣମାନଙ୍କୁ କହିଛି। ତରବରିଆ କରି ମୋ ବଡ଼ ପୁଅ ସାଙ୍ଗେ ମୁଁ ଗୋଟେ ଫଟୋ ଉଠେଇଦେଲି। ନହେଲେ କ'ଣ ମନ ଭଲ ଲାଗିବ?
ସେ ଅଫିସ ଚାଲିଗଲା। ଆଜି ପୁଣି ମୋ ଝିଅର ଜନ୍ମଦିନ, ଆଉ ତାର 21 ବେଳା ବିଶ୍ୱକେଶନ ତ ପଢୁଆ। ସେ ତା ଫଟୋ ମୋ ପାଖକୁ ପଠେଇଥିଲା। ଟିକେ ଡେରିରେ ହେଲେ ବି ଛୁଆ ଗୁଡାଙ୍କ ଉପରେ ଟିକେ ଦୁବ ଚାଉଳ ନ ପଡ଼ିଲେ କ'ଣ ଭଲ ଲାଗିବ? ବହୁତ ଜାଗାରେ ପ୍ରଥମାଷ୍ଟମୀରେ ବି ଛୁଆମାନଙ୍କୁ ଚନ୍ଦନ ଟୋପା ଲଗେଇ ଦିଆଯାଏ। ଆମେ ବ୍ୟସ୍ତତାରେ ଆଜି ସେସବୁ କରିପାରିଲୁନି। ଆଉ ପ୍ରକୃତରେ ଭିଡ଼ିଓ କରିବାର ମାନସିକତା ବି ଆମର ରହିପାରିଲାନି ଏଇଥିପାଇଁ ଯେ ସୁଲୁରାକୁ ଦେଖିଲେ ଆପଣ ଜାଣିପାରୁଥିବେ, ସିଏ ବିଚରା ଜ୍ୱରରେ ପଡ଼ିକି ବେହାଲ। ବହୁତ କଷ୍ଟରେ ତାକୁ ପୋଛାପୋଛି କରି ଲୁଗା ପିନ୍ଧେଇକି ଆଣି ଠାକୁର ଘରେ ବସେଇଲୁ। ଯେତେ ଖୁସି ମଜା, ଛୁଆଙ୍କ ଦେହ ଭଲ ଥିବ, ସେମାନେ ଡିଆଁ କୁଦା କରି ରୁଳା କରୁଥିବେ, ତାହେଲେ ସିନା ମଜା। ଆଉ ଚୁପଚାପ ଘରରେ କ'ଣ ମଜା ଥାଏ? ଅବଶ୍ୟ ସେମାନେ ଡିଆଁ ଡେଇଁ କଲେ ଗାଳି ଖାଆନ୍ତି, କିନ୍ତୁ ସେ ସବୁ ଚୁପ୍ ହେଇଗଲେ ପାରାଭାଡ଼ିରୁ ପାରା ଉଡ଼ିଗଲା ପରି ଭାରି ଚୁପଚାପିଆ ଲାଗେ। ଆମ ଘର ଆଜି ସେମିତି ଲାଗୁଥିଲା। ସେମିତିରେ ଆମେ ଆଜି ଅଷ୍ଟମୀ ପାଳିଦେଲୁ। ଆପଣମାନେ କିଏ ସବୁ ବଡ଼ ମୋତେ ନିଶ୍ଚୟ କମେଣ୍ଟ କରିକି କହିବେ। ଆମ ଭିତରେ ଆମେ ଯିଏ ସବୁ ଅଛେ ତା ଭିତରୁ କିଏ ବଡ଼? ମୁଁ ତ ସାନ ଝିଅକୁ ସାନ ବୋହୂ, ଆଉ ବଡ଼ ମୁଁ ନୁହଁ। ଏଇଠି ମୋ ଝିଅର ଜନ୍ମଦିନ ଥିବାରୁ ତାର ମୋର ଫଟୋ ସବୁ ମୁଁ କାଢ଼ିକି ଦେଖୁଥିଲି। ଏଇ ଫଟୋଟା ମୋର ସବୁଠୁ ଭଲ ଲାଗିଲା, ସେଥିପାଇଁ ଆପଣମାନଙ୍କୁ ଦେଖେଇଦେଲି। ଆଉ ଏ ତିନି ହେଲେ ମୋର 3 ପୁଅଙ୍କ ଯୋଗୁଁ ପଢୁଆ। ମୋର ସିନା 3 ପୁଅ ବୋଲି ମୋ ଜାଙ୍ଗୁଲୁ ହେଉଛି ପଢୁଆ, ଆଉ ଦୁହେଁ ନୁହେଁ। ସେମାନଙ୍କର ତ ଗୋଟିଏ, ତେଣୁ ସେମାନେ ସବୁ ପଢୁଆ। କେବଳ କୁନି ଆମର ସୁନାନାକି ଭଉଣୀଟିଏ ପଛରେ ଆସିଛି ବୋଲି ସେ ପଢୁଆ ନୁହଁ। ପଢୁଆଷ୍ଟମୀର ତାତ୍ପର୍ଯ୍ୟ ହେଉଛି ବଡ଼ ପୁଅକୁ ଦାୟିତ୍ୱବାନ କରିବାର ଗୋଟେ ପରମ୍ପରା। ୟା ଦ୍ୱାରା ସେ ଜାଣିବ ଯେ ସେ ଘରେ ବଡ଼, ତାର ବହୁତ ଦାୟିତ୍ୱ ଅଛି। ଆଜି ମୁଁ ସବୁ କାମ ସାରିଲା ବେଳକୁ ମୋ ପୁଅ କହିଲା, ବୋଉଲ ତୋ ସ୍କୁଟି ସଜଡ଼ା ହେଇଯାଇଛି। ଏଇ ସ୍କୁଟି ସଜାଡ଼ିବା ପାଇଁ ମୁଁ ତା ସାଙ୍ଗେ କେତେ ଗେଜେ ଲଗେଇଥିଲି। ମୁଁ କହିଲି, ସେ କହିଲା ତୁ କୁଆଡ଼େ ଯିବୁ? ତୋ ପାଇଁ ନହେଲେ ଗୋଟେ ନୂଆ ଇଲେକ୍ଟ୍ରିକ ସ୍କୁଟି ଆଣିବା। ମୁଁ କହିଲି ନା 5-7 ହଜାର ଖର୍ଚ୍ଚ କରି ମୋ ପୁରୁଣା ସ୍କୁଟି ସଜାଡ଼ି ଦିଅ। ସେ ସ୍କୁଟିରେ ମୋର କେତେ ସ୍ମୃତି ରହିଛି, ତାକୁ ଚଲେଇଲେ ମୋର କେତେ କଥା ମନେ ପଡ଼ିବ। ଚଲେଇ ମୁଁ କୁଆଡ଼େ ଯିବି? ଏଇଠି କୋଉଠି ଘରେ ବୁଲି ଆସିଲେ ମନଟା ଟିକେ ଭଲ ଲାଗିବ। ସତକୁ ସତ ମୁଁ ଗୁଟୁକୁ ଧରି ଗାଁ ଖେଳ ପଡ଼ିଆକୁ ଯାଇଥିଲି। ଆଉ ଏ ଭିଡ଼ିଓ ସବୁ ମୋର ଗୁଟୁ କରିଦେଇଥିଲା। ସେ ସ୍କୁଟିକୁ ଛୁଇଁଲେ ହିଁ ମୋର କେତେ କଥା ମନେ ପଡ଼ିଯାଏ। ଆଉ କେବେ କହିବି ସେ ବିଷୟରେ। ଆଜି ବି ମୁଁ ମୁଣ୍ଡରେ ଲୁଗା ଦେଇ ସ୍କୁଟି ଚଲେଇ ଗଲାବେଳେ ମୋ ଶାଶୁଙ୍କ କଥା ବହୁତ ମନେ ପଡ଼ୁଥିଲା। କେତେ ଯାଉଥିଲି ମୁଁ ସ୍କୁଲକୁ, ଟିକେ ନାକୁ ବୁଲିକି ଘରକୁ ଫେରି ଆଇଲି।